ଧନୁ ରାଶି ଉପରେ ବୃହସ୍ପତି ମହାଗ୍ରହଙ୍କର ଅତିଚାର ଗତିର ପ୍ରଭାବ। ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ସମୟରେ ଯେତେବେଳେ ବୃହସ୍ପତି ମହାଗ୍ରହ ନିଜର ସ୍ୱାଭାବିକ ଗତିଠାରୁ ଅଧିକ ଦ୍ରୁତ ଗତିରେ ଗତି କରିଥାନ୍ତି, ସେତେବେଳେ ବୃହସ୍ପତିଙ୍କର ଏହି ଗତିକୁ ଜ୍ୟୋତିଷୀୟ ଭାଷାରେ ଅତିଚାର ଗତି କୁହାଯାଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଧନୁ ରାଶି ଦ୍ୱାଦଶ ରାଶିଚକ୍ରର ନବମ ରାଶି ଏବଂ ଧର୍ମ, ଜ୍ଞାନ, ଆଧ୍ୟାତ୍ମ, ଉଚ୍ଚଶିକ୍ଷା, ବିବାହ, ସନ୍ତାନ ଏବଂ ଧନ ଓ ସମୃଦ୍ଧିର କାରକ ଗ୍ରହ ବୃହସ୍ପତି ହେଉଛନ୍ତି ଧନୁ ରାଶିର ଅଧିପତି। ଚଳିତ 2025 ମସିହା ଅକ୍ଟୋବର ମାସ 18 ତାରିଖ ଠାରୁ ବର୍ତ୍ତମାନ ମିଥୁନ ରାଶିରେ ଅବସ୍ଥାନ କରିଥିବା ବୃହସ୍ପତି ଅତିଚାର ଗତିରେ ବା ନିଜର ସ୍ୱାଭାବିକ ଗତିଠାରୁ 3 ଗୁଣ ଦ୍ରୁତ ଗତିରେ ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। ଆସନ୍ତା ଡିସେମ୍ବର ମାସ 5 ତାରିଖ ପ୍ରାୟ 49 ଦିନ ପର୍ଯ୍ୟନ୍ତ କର୍କଟ ରାଶିରେ ଅବସ୍ଥାନ କଲା ପରେ ପୁନଶ୍ଚ ବକ୍ରି ଅବସ୍ଥାରେ ସେହି ଅତିଚାର ଗତିରେ ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ। ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କର ଏହି ରାଶି ପରିବର୍ତ୍ତନର ପ୍ରଭାବ ସମଗ୍ର ଦେଶ ଦୁନିଆ ଉପରେ ପଡ଼ିବା ସହିତ ଦ୍ୱାଦଶ ରାଶିଚକ୍ରକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ। ଏହି କ୍ରମରେ ଆଜିର ଉପସ୍ଥାପନାରେ ଜାଣିବା ଅତିଚାରୀ ଗୁରୁ ବା ବୃହସ୍ପତିଙ୍କର ନିଜ ଉଚ୍ଚ ରାଶି କର୍କଟ ରାଶିରେ 49 ଦିନ ରହଣିର ପ୍ରଭାବ ନିଜ ରାଶି ଧନୁ ରାଶି ଉପରେ କ'ଣ ପ୍ରଭାବ ପକାଇବ। ଧନୁ ରାଶିଠାରୁ କର୍କଟ ରାଶି ଅଷ୍ଟମ ଭାବରେ ଅବସ୍ଥିତ। ଜାତକ ଚକ୍ରରେ ଅଷ୍ଟମ ଭାବକୁ ସାଧାରଣତଃ ଭଲ ଦୃଷ୍ଟିରେ ଦେଖାଯାଏ ନାହିଁ, କିନ୍ତୁ କର୍କଟ ରାଶି ବୃହସ୍ପତିଙ୍କର ଉଚ୍ଚ ରାଶି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ନିଜ ଉଚ୍ଚ ରାଶିରେ ଅବସ୍ଥାନ କରୁଥିବା ସମୟରେ ମହା ଆନନ୍ଦରେ ରହଣି କରିଥାନ୍ତି। ପୁନଶ୍ଚ ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତିଙ୍କର ଦୃଷ୍ଟି ଅତି ଶୁଭ ଫଳ ପ୍ରଦାନ କରୁଥିବାରୁ ଏହି ସମୟରେ ଧନୁ ରାଶିର ଅଧିପତି ସ୍ୱୟଂ ବୃହସ୍ପତି ଧନୁ ରାଶି ପାଇଁ ବିଶେଷ ଶୁଭ ଫଳ ପ୍ରଦାନ କରିବେ। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ଧନୁ ରାଶିର ବ୍ୟୟ ବା ଦ୍ୱାଦଶ ଭାବ ଉପରେ ରହୁଥିବାରୁ ଏହି ସମୟରେ ଧନୁରାଶି ଜାତ ବ୍ୟକ୍ତିଙ୍କର ଖର୍ଚ୍ଚର ପରିମାଣ ବଢ଼ିଯିବ। ଅବଶ୍ୟ ଏହା ସଦ୍ ଖର୍ଚ୍ଚ ହେବ। ଜାଗାବାଡ଼ି ଅଥବା ଘର କିଣିବା, ଯାନବାହନ କ୍ରୟ କରିବା, ଘର ନିର୍ମାଣ କରିବା ପ୍ରଭୃତିରେ ମୋଟା ରକମର ଅର୍ଥ ବ୍ୟୟ ହେବାର ସମ୍ଭାବନା। ଏହାଛଡ଼ା ଏହି ସମୟରେ ତୀର୍ଥ ଭ୍ରମଣ ବା ଦେବଦର୍ଶନ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାର ମଧ୍ୟ ସମ୍ଭାବନା ରହିଅଛି। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ଧନୁ ରାଶିର ଦ୍ୱିତୀୟ ଧନସ୍ଥାନ ଉପରକୁ ରହୁଥିବାରୁ ଏହି ସମୟରେ ଧନ ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଅଛି। ପୈତୃକ ସମ୍ପତ୍ତି ନିଜ ନାମରେ କରିପାରନ୍ତି। ନିଜର ତାର୍କିକ ବାଣୀ ବା କଥା ଦ୍ୱାରା ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିବେ। ପାରିବାରିକ ସୁଖ ମିଳିବ। ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ବାସ କରିବ। ବୃହସ୍ପତିଙ୍କର ନବମ ଦୃଷ୍ଟି ନିଜ ଘର ମୀନ ରାଶି ଉପରେ ରହୁଥିବାରୁ ଏହି ସମୟରେ ନୂତନ ବନ୍ଧୁ ସମ୍ପର୍କ ତିଆରି ହେବ। ଘରକୁ ବନ୍ଧୁ ବାନ୍ଧବଙ୍କ ଯିବା ଆସିବା
ଲାଗି ରହିବା ସହିତ ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ମାତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବା ସହିତ ମାତୃ ସେବାରେ ମନ ଦେବେ। ଦେବତା ଓ ବ୍ରାହ୍ମଣ ପ୍ରିୟ ହେବେ ଏବଂ ଈଶ୍ୱରଙ୍କ ଉପରେ ପ୍ରବଳ ବିଶ୍ୱାସ ସ୍ଥାପନ କରିବେ। ଏ ତ ଗଲା ମୋଟାମୋଟି ଭାବରେ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିଥିବା ବୃହସ୍ପତି ମହାଗ୍ରହଙ୍କର ନିଜ ରାଶି ଧନୁରାଶି ପାଇଁ ଶୁଭାଶୁଭ ଫଳାଫଳ। ବୃହସ୍ପତି ମହାଗ୍ରହଙ୍କର ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ କରନ୍ତୁ। ମନୋବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।